ମଣିଷର ଆର୍ଥିକ ସ୍ଥିତି ଯେତେ ବି ମଜବୁତ ହଉନା କାହିଁକି ଜୀବନର ବାସ୍ତବ ଆନନ୍ଦ ସେତେବେଳେ ମିଳିବ ଯେତେବେଳେ ତାର ମାନସିକ ସ୍ଥିତି ଭଲ ଥିବ। ଓମ୍ ବିଷ୍ଣବେ ନମଃ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣ ମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣ ମାନେ ମତେ ଦେଖୁଛନ୍ତି ତେବେ ନିଶ୍ଚିତ ଲାଇକ୍ କରନ୍ତୁ, କମେଣ୍ଟ ବକ୍ସରେ ଆପଣଙ୍କର ଇଷ୍ଟ ଦେବତାଙ୍କ ନାଁ ଲେଖନ୍ତୁ। ଯଦି ସବସ୍କ୍ରାଇବ କରିନାହାନ୍ତି ତେବେ ସବସ୍କ୍ରାଇବ କରେଇ ନିଅନ୍ତୁ ଏବଂ ପାଖରେ ଥିବା ବେଲ ଆଇକନ ବଟନ ନିଶ୍ଚିତ ଦବେଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣ ମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନବା ଆଜିର ପଞ୍ଚାଙ୍ଗ। ଆଜି 2025 ସେପ୍ଟେମ୍ବର ମାସ 7 ତାରିଖ, ଓଡ଼ିଆ ଭାଦ୍ରବ ମାସ 22 ଦିନ, ରବିବାର, ଶୁକ୍ଳ ପକ୍ଷ, ପୂର୍ଣ୍ଣିମା ତିଥି, ଯାହା ରାତ୍ରି 11:14 ପର୍ଯ୍ୟନ୍ତ ରହୁଛି। ତାପରେ ପ୍ରତିପଦା ତିଥି ଆରମ୍ଭ ହଉଛି। ଆଜି ଶତଭିଷା ନକ୍ଷତ୍ର, ଯାହା ରାତ୍ରି 10 ପର୍ଯ୍ୟନ୍ତ ରହୁଛି। ତାପରେ ଯାହାକି ପୂର୍ବ ଭାଦ୍ରା ନକ୍ଷତ୍ର ଆରମ୍ଭ ହଉଛି। ଆଜି କୁମ୍ଭ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହଉଛନ୍ତି, ଯାହା ପ୍ରାପ୍ତ 5:34 ସେଇଭଳି ସୂର୍ଯ୍ୟ ଅସ୍ତ ହଉଛନ୍ତି ଅପରାହ୍ନ 5:51 ଆଜି ଯୁଗ୍ନି ରହିଛି ବାୟୁକୋଣରେ ରାତ୍ରି 11:14 ପରେ ଯୁଗ୍ନି, ଯାହାକି ପୂର୍ବ ଦିଗରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି ମିଥୁନ ରାଶି ବ୍ୟକ୍ତି ଏବଂ ମୀନ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ମେଷ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ରାତ୍ରି 10 ପର୍ଯ୍ୟନ୍ତ ରହୁଛି ଏକ ପାଦ ପୁଷ୍କର ଦୋଷ, ତାପରେ 2 ପାଦ ପୁଷ୍କର ଦୋଷ ଲାଗୁଅଛି। ଫଳ ରହୁଛି କୃଷି ସନ୍ତାନ ହାନି ତତ୍ସହିତ ବଂଶ ହାନି। ଆଜି ପୂର୍ଣ୍ଣିମାରେ ଶ୍ରାଦ୍ଧ ନିଷିଦ୍ଧ ଖାଦ୍ୟ ରହିଛି। ପୂର୍ଣ୍ଣିମା ଏବଂ ରବିବାର ଯୋଗୁଁ ଆମିଷ, ବିରି, ମସୁରୀ, ଅଦା, ନିମ, ଦୁଗ୍ଧ ଜାତୀୟ ଖାଦ୍ୟ ଭୋଜନ ନିଷେଧ ରହିଛି। ତତ୍ସହିତ ଆଜି ପୂର୍ଣ୍ଣିମା ଯୋଗୁଁ ଫଳ ମଧ୍ୟ ନିଷେଧ ରହିଛି। ତେବେ ଆଜି କନ୍ୟା ଯଦି ପ୍ରଥମ ରଜବତୀ ହେଲା, ଯାହା ରାତ୍ରି 10 ପରେ, ତେବେ 7 ମାସ ଗଣ୍ଡ ଦୋଷ ଲାଗିବ। ଆଜି ଯାହାକି ଶୁଭ କାର୍ଯ୍ୟ ଗୁଡିକ କରିପାରିବେ, ଯାହାକି ପୂର୍ଣ୍ଣିମା କୃତ ସ୍ନାନ ଦାନ ଆଦି କରିପାରିବେ, ବ୍ରତ ଉପବାସ କରିପାରିବେ, ଚନ୍ଦ୍ର ପୂଜା କରିପାରିବେ, ଅର୍ଘଦାନ କରିପାରିବେ, ନିଶି ପାଳନ କରିପାରିବେ। ତତ୍ସହିତ ରାତ୍ରିରେ ତୈଳ ବର୍ଜନ ନିଷେଧ ରହିଛି। ଆଜି ହଉଛି ଇନ୍ଦ୍ର ପୂର୍ଣ୍ଣିମା, ତତ୍ସହିତ ଭାଗବତ ଜନ୍ମ, ତତ୍ସହିତ ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ଏବଂ ଆଜି ଚନ୍ଦ୍ର ଗ୍ରହଣ ରହିଅଛି। ଆଜିର ଶୁଭ ବାର୍ତ୍ତା, ଆଜି ହଉଛି ଚନ୍ଦ୍ର ଗ୍ରହଣ। ତେବେ ଏହି ଚନ୍ଦ୍ର ଗ୍ରହଣ ସମୟରେ ଶୁଭ କାର୍ଯ୍ୟ କରିଲେ ଅନେକ ଶୁଭ ଫଳ ମିଳିଥାଏ ଏବଂ ଅଶୁଭ କାର୍ଯ୍ୟ କରିଲେ ଅନେକ ଅଶୁଭ ଫଳ ମିଳିଥାଏ। ତେବେ ଏହି ଚନ୍ଦ୍ର ଗ୍ରହଣ ସମୟରେ ଗର୍ଭବତୀ ମାତା ମାନଙ୍କୁ ସାବଧାନ ରହିବା ପାଇଁ ପଡିବ। ପ୍ରତ୍ୟେକ ଗୃହସ୍ଥ ଲୋକଙ୍କୁ ସାବଧାନ ରହିବା ନିହାତି ଆବଶ୍ୟକତା। ତେବେ ଏହି ଚନ୍ଦ୍ର ଗ୍ରହଣ ସମୟରେ ଯାହାକି ଆରମ୍ଭରେ ସ୍ନାନ ଏବଂ ମଧ୍ୟାହ୍ନରେ ସ୍ନାନ, ଅନ୍ତ ସମୟରେ ସ୍ନାନ କରିଲେ ଅନେକ ଲାଭ ମିଳିଥାଏ। ତେବେ ଏହି ଚନ୍ଦ୍ର ଗ୍ରହଣ ସମୟରେ ଆମେ ଦାନ ପୁଣ୍ୟ, ଭଜନ, ପୂଜା, ଭଗବତ କଥା ଶୁଣିବା ବା ଯେକୌଣସି ସତ୍କର୍ମ କରିଲେ 1000 ଗୁଣ ଫଳ ମିଳିଥାଏ। ଆସନ୍ତୁ ଆପଣ ମାନଙ୍କୁ ଏହି ଚନ୍ଦ୍ର ଗ୍ରହଣ ସ୍ପର୍ଶ କରୁଛି ଜାଣିବା କୋଉ ସମୟରେ, ଯାହାକି ରାତ୍ରି 9:57 ଏହି ଚନ୍ଦ୍ର ଗ୍ରହଣ ସ୍ପର୍ଶ କରୁଛି, ଯାହାକି ମଧ୍ୟାହ୍ନ ରହିବ ରାତ୍ରି 11:42 ଏବଂ ସର୍ବମୁଖ୍ୟ ହେବ ରାତ୍ରି 1:27। ତେଣୁ ଏହି ଚନ୍ଦ୍ର ଗ୍ରହଣ ପୂର୍ବରୁ ପ୍ରାୟତଃ 9 ଘଣ୍ଟା ପୂର୍ବରୁ ସୂତକ ଲାଗିଥାଏ। ତେଣୁ ଯାହା ଆମେ ପାକ ତ୍ୟାଗ କରିବା ଦିବା 12:57 ରାତ୍ରି 11:27 ପର୍ଯ୍ୟନ୍ତ। ତେଣୁ ସୂତକ ସମୟରେ ଆପଣ ମାନେ ଯାହାକି ଖାଇବା ପିଇବା ଯାହାକି ତା ପୂର୍ବରୁ ସାରିଦେବା ନିହାତି ଆବଶ୍ୟକତା। ଏହି ସମୟରେ ଗର୍ଭବତୀ ମାତା ମାନଙ୍କୁ କୌଣସି ମତେ ଚନ୍ଦ୍ର ଗ୍ରହଣ ଦର୍ଶନ କରନ୍ତୁ ନାହିଁ।
ଆଜିର ଅଶୁଭ ବେଳା ଯାହା ଦିବା 11:07 ରୁ ଦିବା 1:24 ମଧ୍ୟ ରହିଛି 12 ବେଳା ସହିତ କାଳ ବେଳା। ସେହିଭଳି ଯାହାକି ଦିବା 4:18 ରୁ ଅପରାହ୍ନ 5:49 ମଧ୍ୟ ରହିଛି ରାହୁ କାଳ। ସେହିଭଳି ରାତ୍ରି 11:50 ରୁ ରାତ୍ରି 1:25 ମଧ୍ୟ ରହିଛି ଯାହାକି କାଳ ରାତ୍ରି। ତେଣୁ କାଳ ରାତ୍ରି 12 ବେଳା କାଳ ବେଳା ଏବଂ ରାହୁ କାଳ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା ଯାହା ପ୍ରାପ୍ତରୁ ଦିବା 6:22 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 6:40 ରୁ ଦିବା 7:50 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 1:28 ରୁ ରାତ୍ରି 2:53 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି ଆଜି ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ଚମତ୍କାର ସଦୃଶ ହେବ। ଆପଣ ଯେକୌଣସି କାର୍ଯ୍ୟ କରିବେ ସେଥିରେ ପ୍ରଶଂସା ମିଳିବାର ପୂର୍ଣ୍ଣ ସୁଯୋଗ ରହୁଛି। ବ୍ୟକ୍ତିଗତ ଭାବେ ଆପଣଙ୍କର କାର୍ଯ୍ୟ ଅଧିକ ସାହସ ବଢିବ। ତତ୍ସହିତ ମେଷ ରାଶି ବ୍ୟକ୍ତି ଆଜି ଶତ୍ରୁମାନଙ୍କୁ ପରାଜିତ କରିବାର ଉତ୍ତମ ଯୁଗ ରହୁଛି। ତତ୍ସହିତ ଆଜି ପ୍ରେମ ସମ୍ବନ୍ଧରେ ଆପଣଙ୍କର ଭଲ ସମ୍ପର୍କ ରହିବ ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମେଷ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହିବା ସହିତ ଆଜି ଆପଣ ନିଶ୍ଚିତ ବେପାର ବାଣିଜ୍ୟରେ ଲାଭ କରିବାର ପୂର୍ଣ୍ଣ ସୁଯୋଗ ଦଉଛି ମେଷ ରାଶି ବ୍ୟକ୍ତି। ଆଜି ମେଷ ରାଶି ବ୍ୟକ୍ତି ଯୋଉମାନେ ସରକାରୀ କର୍ମଚାରୀ ହୋଇଥିବେ ନିଶ୍ଚିତ ଆପଣଙ୍କୁ ସାହସ ସହିତ ସହଯୋଗ ମିଳିବ ଏବଂ ବହୁତ ଆନନ୍ଦିତ ମଧ୍ୟ ରହିବେ ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ମେଷ ରାଶି ବ୍ୟକ୍ତି ବିଶେଷ କରି ଆପଣ ତର୍କ ଶକ୍ତି ଅଧିକ ଆପଣଙ୍କ ପାଖରେ ଦେଖାଦେବ ଯାହା ଆପଣଙ୍କ ଗ୍ରହ ଚକ୍ରରୁ ଜଣା ପଡୁଛି। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5, ଭାଗ୍ୟ ରଙ୍ଗ ରହୁଛି ଯାହାକି ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 90% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ଟିକେ ଧ୍ୟାନ ପୂର୍ବକ କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ଆପଣଙ୍କର ଭାଗ୍ୟ ଗ୍ରହ ମଧ୍ୟମ ଧରଣର ରହିଛି। କେତେକାଂଶରେ ଆପଣଙ୍କୁ ଅସଫଳତା ସହିତ ସଫଳତା ମଧ୍ୟ ପ୍ରାପ୍ତ କରିବାର ସୁଯୋଗ ରହୁଛି। ତେବେ କାର୍ଯ୍ୟ ପୂର୍ବରୁ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରନ୍ତୁ। ଫଳ ଦୁଷ୍ଟ ପ୍ରକୃତି ଚୁରି ଅଗ୍ନି ଠାରୁ ନିଶ୍ଚିତ ଦୂରତା ଅବଲମ୍ବନ କରନ୍ତୁ ଯାହା ଆପଣଙ୍କ ପାଇଁ ଭଲ ହେବ। ନିଜର ବ୍ୟବହାରକୁ ଯାହାକି ସନ୍ତୁଳନ କରିବା ପାଇଁ ଚେଷ୍ଟା କରନ୍ତୁ। କଠୋର ବଚନ ଆଦୌ କରନ୍ତୁ ନାହିଁ ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ରାଜଦଣ୍ଡ ଜନିତ କିଛି କାର୍ଯ୍ୟ ଯଦି ଆପଣଙ୍କର ବିଚାରାଧୀନ ଥିବ ତାହା ଆପଣଙ୍କ ପାଇଁ ସମସ୍ୟା ଉପୁଜିପାରେ। ତତ୍ସହିତ ମାନ ସମ୍ମାନର ହାନି କରେଇପାରେ। ଆଜି ବୃଷ ରାଶି ବ୍ୟକ୍ତି ଯାହାକି ଅର୍ଥଜନିତ କାରବାରରେ ଆପଣ ଅନେକ ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି। ତତ୍ସହିତ ସ୍ୱାସ୍ଥ୍ୟ ଆପଣଙ୍କର ଠିକ ରହିବା ସହିତ ବିଶେଷ କରି ଚାକିରି ସମ୍ବନ୍ଧର କାର୍ଯ୍ୟ ଗୁଡ଼ିକ ବହୁତ ପ୍ରସନ୍ନ ଏବଂ ଉତ୍ତମ ସଫଳତା ପାଇବାର ସୁଯୋଗ ରହୁଛି ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 3, ଭାଗ୍ୟ ରଙ୍ଗ ରହୁଛି ଯାହାକି ବାଇଗଣୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ଅନେକ ପ୍ରକାର ସମସ୍ୟା ଦେଇ ଗତି କରିବାକୁ ପଡିବ ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ନିଜର କାର୍ଯ୍ୟରେ ଅନେକ ମତଭେଦ ସହିତ ବେପାର ବାଣିଜ୍ୟରେ ଅନେକ ପ୍ରକାର ବିଫଳତା ସହିତ ଆଜି ଶତ୍ରୁମାନଙ୍କ ଦ୍ୱାରା ଆପଣ ହଇରାଣ ହୋଇପାରନ୍ତି। ତତ୍ସହିତ ରାଜନୈତିକ କାର୍ଯ୍ୟରେ ଯୋଉମାନେ ଜଡିତ ଅଛନ୍ତି ସେମାନଙ୍କ ପାଇଁ ଆଦୌ ଭଲ ଦିନ ହୋଇନପାରେ। ତତ୍ସହିତ ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଯାହାକି ଘାତ ଚନ୍ଦ୍ର ଯୁକ୍ତ ରହୁଛି ତେଣୁ ନିଶ୍ଚିତ ଅଗ୍ନି ଜାତୀୟ ଜିନିଷ ବା ରିସ୍କଫୁଲ କାର୍ଯ୍ୟ ଗାଡି ଚାଳନା ଠାରୁ ନିଶ୍ଚିତ ଧ୍ୟାନ ପୂର୍ବକ ରଖିବାର ଆବଶ୍ୟକତା ରହିଛି ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଯାତ୍ରା ଯଦି କରୁଛନ୍ତି ନିଶ୍ଚିତ ସାବଧାନ ରୁହନ୍ତୁ। ଛୋଟ ମୋଟ
आपणको किछि कष्ट मिलिबार जुग रहुछि। तेणु यह प्रति निश्चित सचेतन रुहंतु मिथुन राशि व्यक्ति। आज मिथुन राशि व्यक्तिंकर भाग्य संख्या रहिछि जहाँकि 1, भाग्य रंग रहुछि जहाँकि आपण नाली रंग व्यवहार करि परिबे एवं ग्रह माने आपणको आज 30% साथ दउछंती। एबे चलंतु जानिबा कर्कट राशि व्यक्ति विषय। कर्कट राशि व्यक्ति आज आपणकर भाग्य ग्रह निम्नगामी रहुछि। विशेष करी स्वास्थ्य समस्या भितर आपण जड़ित रही पारंती जहाँकि नेत्र रोग आपणको परेशान करि पारे। तेणु यह प्रति निश्चित सावधान रहिबा सहित निजर भाईको सहित भल संबंध रखिबा पई चेष्टा करंतु। विशेष करी मतभेद सहित आपणकर जहाँकि दैनंदिन कार्य मान सम्मान हानि होबार जुग रहुछि। तेणु यह प्रति निश्चित कर्कट राशि व्यक्ति सावधान रहिबा सहित स्त्री पुरुषंक सहित भल संबंध रखिबा पई चेष्टा करंतु। आज आपणकर प्रेम संबंध भल रहिबो नाही। संपर्क सहित पारिवारिक समस्या मध्य कलहयुक्त रहुछि जहाँकि पुत्र परिवार वर्गंक सहित अनेक समस्या रे देई गति करूछंती। तेणु यह प्रति निश्चित सावधान रुहंतु। व्यापार वाणिज्य करूथुले कर्कट राशि व्यक्ति कौन से रिस्कफुल व्यापार वाणिज्य करंतु नाही जहाँ परवर्ती स्टेप रे आपनको अनेक महंगा पड़ी पारे। आज कर्कट राशि व्यक्तिंकर भाग्य संख्या रहिछि जहाँकि 2, भाग्य रंग रहुछि जहाँकि धला रंग एवं ग्रह माने आपनको आज जहाँकि 45% साथ दउछंती। एबे चलंतु जानिबा सिंह राशि व्यक्ति विषय। सिंह राशि व्यक्ति आज अनेक प्रकार सफलता पाइबार पूर्ण सुजोग रहुछि जहाँ आपणक भाग्य चक्र जना पड़ुछि। आज सिंह राशि व्यक्ति जहाँकि छोट मोट व्यापार वाणिज्य अनेक प्रकार लाभ प्राप्त करिबार उत्तम जुग रहिबा सहित आज उत्तम भोजन प्राप्त करिबार पूर्ण सुजोग रहुछि। आज सिंह राशि व्यक्ति निज आशा अनुसार अनेक सफलता पाइबार पूर्ण सुजोग रहिबा सहित आज जहाँकि जमी जनित कारोबार आपण अनेक लाभ पाइबार पूर्ण सुजोग रहुछि। तत्सहित आज निजर भाईको द्वारा आपण अनेक सफलता पाइबे जहाँ आपणको राशि चक्र जना पड़ुछि। आज जहाँकि राजनैतिक सामाजिक क्षेत्र में आपणकर प्रतिष्ठा लाभ करिवार पूर्ण सुजोग रहुछि। आज सिंह राशि व्यक्तिंकर इंटरव्यू एग्जाम थिले सेथिरे निश्चित सफलता पाइबे जहाँ आपणको भाग्य चक्र जना पड़ुछि। आज सिंह राशि व्यक्तिंकर भाग्य संख्या रहिछि जहाँकि 9, भाग्य रंग रहुछि जहाँकि हलदिया रंग व्यवहार करि परिबे एवं ग्रह माने आपणको आज 98% साथ दउछंती। एबे चलंतु जानिबा कन्या राशि व्यक्तिंक विषय। कन्या राशि व्यक्तिंकर भाग्य ग्रह आज मध्यम धरणरे रहुछि। तेणु ध्यान पूर्वक प्रत्येक कार्य करंतु। आज आपणको केतेकांशरे अनेक प्रकार सफलता मिलिबार सुजोग दउछि तो केतेकांशरे मध्य विफलता सामना करिबाकू पड़िबो। विशेष करी आज प्रेम क्षेत्र रे भल वार्तालाप करिबा पई उत्तम जुग रहुछि। आज किछि निजर दैनंदिन कार्य रे आपणकर मनांतर अनेक जुग रहुछि अर्थात निज भितरे जहाँ कि जुक्ति तर्क होबार चांस रहुछि। तेणु यह प्रति ध्यान दियंतु जहाँ कन्या राशि व्यक्ति भल हेबा। आज कन्या राशि व्यक्ति निजर कार्य पई आज किछि दूर यात्रा जिबार जुग रहुछि। तत्सहित आज छोट मोट बाधा उपजी पारे जहाँ पई आपनको समस्या बा मानसिक स्थिति भल न रही पारे। तेबे आज कन्या राशि व्यक्ति निजर जिनिस प्रति सावधान रुहंतु काहेकि चोरी होबार जुग रहुछि बा भय जात होई पारे। यह प्रति सचेतन रुहंतु। आज कन्या राशि व्यक्ति व्यापार वाणिज्य निश्चित अनेक प्रकार सफलता पाइबार सुजोग रहुछि। आज कन्या राशि व्यक्तिंकर भाग्य संख्या रहिछि जहाँकि 7, भाग्य रंग रहुछि जहाँकि सबुज रंग एवं ग्रह माने आपनको आज 60% साथ दउछंती। एबे चलंतु जानिबा तुला राशि व्यक्तिंक विषय। तुला राशि व्यक्ति आज आपणकर भाग्य ग्रह निम्नगामी रहुथिबारु प्रत्येक कार्य ध्यान पूर्वक करंतु। आज आपणकर कार्य रे अनेक विफलता सामना करिबा सहित मानसिक स्तर रे आपणको आज अनादर होबा पई पड़ी पारे बा मान सम्मानर हानि जुग रहुछि। तत्सहित आज व्यापार वाणिज्य रे अनेक विफलता सामना करिबाकू पड़िबो। आज निजर रोजगार रे
ଅନେକ ବାଧା ଆସିବ। ଆଜି ଆୟ ଠାରୁ ବ୍ୟୟ ଅଧିକା ଦେଖାଦେବ। ତତ୍ସହିତ ଆଜି ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟରେ ବିଶେଷ କରି ଶତ୍ରୁ ପକ୍ଷ ଆପଣଙ୍କୁ ବହୁତ କଷ୍ଟ ଦେଇପାରନ୍ତି। ତେଣୁ ଏହା ପ୍ରତି ନିଶ୍ଚିତ ସାବଧାନ ରହିବାର ଆବଶ୍ୟକତା ରହିଛି। ତେବେ ତୁଳା ରାଶି ବ୍ୟକ୍ତି ଆଜି ଦୂରଯାତ୍ରା କରୁଥିଲେ ନିଶ୍ଚିତ ଟିକେ ସାବଧାନ ରୁହନ୍ତୁ, କାରଣ ଛୋଟ ମୋଟ କିଛି ଦୁର୍ଘଟଣା ଜନିତ ସାମ୍ନା କରିବାକୁ ପଡିବ। ତତ୍ସହିତ ଆଜି ମାନସିକ ସ୍ତରରେ ଅସ୍ଥିରତା ରହିପାରନ୍ତି। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ମନକୁ ସ୍ଥିରତା ପାଇଁ କିଛି ସଙ୍ଗୀତ ଶୁଣନ୍ତୁ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5, ଭାଗ୍ୟ ରଙ୍ଗ ରହୁଛି ଯାହାକି ମିଶ୍ରିତ କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ନିଜର ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କୁ ଅନେକ ସମସ୍ୟା ରହିପାରେ। ଆପଣ ଚିନ୍ତାଗ୍ରସ୍ତ ରହିପାରନ୍ତି ବା ବିଚଳିତ ହୋଇପାରନ୍ତି। ନିଜର ଭୋଜନ ଏବଂ ନିନ୍ଦ ଉପରେ ବାଧା ଆସିପାରେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡୁଛି। ତତ୍ସହିତ ବିଛା ରାଶି ବ୍ୟକ୍ତି ଆଜି ନିଶ୍ଚିତ ସ୍ତ୍ରୀ ସମ୍ବନ୍ଧ ଭଲ ସମ୍ପର୍କ ରହି ନପାରେ ବା ପ୍ରେମ ସମ୍ବନ୍ଧରେ ଆପଣଙ୍କର ଅନେକ ପ୍ରକାର ମତଭେଦ ଯୁକ୍ତିତର୍କ ଆଡକୁ ଦିନଟି ଅଗ୍ରଗତି କରିପାରେ। ତେବେ ଆଜି ବିଛା ରାଶି ବ୍ୟକ୍ତି ଯାହାକି ନିଜର କାର୍ଯ୍ୟରେ ଅନେକ ସମସ୍ୟା ସହିତ ଆପଣଙ୍କ ପରିଶ୍ରମରେ ବିଫଳତା ରହିବ। ତତ୍ସହିତ ଆଜି ସ୍ୱାସ୍ଥ୍ୟଗତ ଜନିତରେ ପୀଡା ଅନୁଭବ କରିପାରନ୍ତି। ଆଜି ବିଛା ରାଶି ବ୍ୟକ୍ତିଙ୍କର ନିଜର ଭାଇ ବା ନିଜର ପରିବାର ବର୍ଗଙ୍କ ସହିତ ମନ ଯାହାକି ମତଭେଦ ଦେଖାଦେବ। ତେଣୁ ଏହା ପ୍ରତି ସାବଧାନ ରୁହନ୍ତୁ। ତତ୍ସହିତ ଶତ୍ରୁ ପକ୍ଷ ଆପଣ ମାନଙ୍କୁ ଭୟଭୀତ କରିପାରନ୍ତି, ଯାହା ସେଥିପାଇଁ ଆପଣ ମାନସିକ ସ୍ଥିତି ଅସ୍ଥିରତା ଆଡକୁ ଅଗ୍ରଗତି କରିପାରେ ବିଛା ରାଶି ବ୍ୟକ୍ତିଙ୍କର। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 3, ଭାଗ୍ୟ ରଙ୍ଗ ରହୁଛି ଯାହାକି କମଳା ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ତେଣୁ ନିଶ୍ଚିତ ନିଜର ଦୈନନ୍ଦିନ କାର୍ଯ୍ୟ ସାବଧାନ ସହକାରେ କରନ୍ତୁ। କାର୍ଯ୍ୟ କରିବା ପୂର୍ବରୁ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ ତାହା ଆପଣଙ୍କ ପାଇଁ ଲାଭଦାୟକ ହେବ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ମାନସିକ ଶାରୀରିକ ସମସ୍ୟା ଅସ୍ଥିରତା ଆଡକୁ ଅଗ୍ରଗତି କରିପାରେ। ତତ୍ସହିତ ନିଜର ଭୋଜନ ପ୍ରତି ସାବଧାନ ରୁହନ୍ତୁ ଧନୁ ରାଶି ବ୍ୟକ୍ତି। ଆଜି ଧନୁ ରାଶି ବ୍ୟକ୍ତି ବୈଚାରିକ ମତଭେଦ ଦେଖା ଦେଇପାରେ। ବିଶେଷ କରି ପରିବାର ସମ୍ବନ୍ଧଙ୍କର ଅନେକ ପ୍ରକାର ବାଦ ବିବାଦ ଦେଖା ଦେଇପାରେ, ଯାହା ପାଇଁ ଆପଣ ଅନେକ ଅସ୍ଥିରତା ଆଡକୁ ଅଗ୍ରଗତି କରିପାରନ୍ତି। ତେଣୁ ଏହା ପ୍ରତି ନିଶ୍ଚିତ ଧନୁ ରାଶି ବ୍ୟକ୍ତି ସାବଧାନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ଧନୁ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ନିଶ୍ଚିତ ଆଜି ଦୂରତା ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ଧନୁ ରାଶି ବ୍ୟକ୍ତି ନିଜର ଚାକିରି ସମ୍ବନ୍ଧ କାର୍ଯ୍ୟରେ ଆପଣ ଟିକେ ସଚେତନ ସହକାରେ କାର୍ଯ୍ୟ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 1, ଭାଗ୍ୟ ରଙ୍ଗ ରହୁଛି ଯାହାକି ହଳଦିଆ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଦୈନନ୍ଦିନ କାର୍ଯ୍ୟରେ ଆପଣ ଅନେକ ପ୍ରକାର ସଫଳତା ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ଆଜି ମକର ରାଶି ବ୍ୟକ୍ତି କିଛି ବିଚାରାଧୀନ କାର୍ଯ୍ୟରେ ଆପଣ ବିଜୟ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଶତ୍ରୁ ମାନଙ୍କ ଠାରୁ ନିଶ୍ଚିତ ଆପଣ ଆଗକୁ ବଢିବାର ପୂର୍ଣ୍ଣ ସୁଯୋଗ ରହିବା ସହିତ ବ୍ୟବସାୟ କ୍ଷେତ୍ରରେ ଯାହାକି ମକର ରାଶି ବ୍ୟକ୍ତି ଅନେକ ପ୍ରଭାବ ରହିବ। ବିଭିନ୍ନ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି। ତତ୍ସହିତ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ମକର ରାଶି ବ୍ୟକ୍ତିଙ୍କର ଉତ୍ତମ ଯୁଗ ରହୁଛି। ଆଜି ମକର ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ। ଆଜି ଉତ୍ତମ ଭୋଜନ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ତତ୍ସହିତ ଆଜି ନିଶ୍ଚିତ ସମସ୍ତଙ୍କର ମନ ଜିଣି କାର୍ଯ୍ୟ କରିବାର ମକର ରାଶି ବ୍ୟକ୍ତିଙ୍କର ଉତ୍ତମ ଯୁଗ ବନଉଛି। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8, ଭାଗ୍ୟ ରଙ୍ଗ ରହୁଛି ଯାହାକି ଗାଢ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି।
एबे चलंतु जानिबा कुंभ राशि व्यक्तिଙ୍କ विषय। कुंभ राशि व्यक्ति आज अर्थजनित कारोबार रे आपनकु अनेक प्रकार विफलता सामना करबाकू पड़िबो। तेणु यह प्रति निश्चित सावधान रहिबा सहित गुरुत्वपूर्ण व्यवसाय किछि करंतु नाही। जदि करूचंती निश्चित निजर बुद्धि प्रयोग करी करंतु, ताहा आपनक पय भलो हेबो। आज कुंभ राशि व्यक्तिଙ୍କର स्वास्थ्यगत दृष्टि देखिले आपणकर स्वास्थ्य समस्या बढ़ी पारे, जहा आपणक राशि चक्रु जना पड़ुछि। विशेषकर निजर संतान प्रति आपण सावधान रहिबा पय पड़िबो, जहा कि अनेक रोग आपणकु समस्या देई पारे, जहा पय आपण चिंतित रहि पारंती संतानक प्रति। आज कुंभ राशि व्यक्ति आपणकर मन जहा कि पाप कर्म प्रति बेसी आकृष्ट होई पारे। तेणु यह प्रति निश्चित दूरता अवलंबन करंतु बा निजको संयमता रक्षा करंतु। विशेषकर निजर कथावार्ता मध्य आपण सावधान सहकारे कहंतु, नहले आपण निजर कथावार्ता रे असमझोता बा जुक्ति तर्क कलह आडकू अधिक आकृष्ट होई पारंती। आज कुंभ राशि व्यक्ति शत्रु माने आपणकू हैरान करि पारंती। आज कुंभ राशि व्यक्तिंकर भाग्य संख्या रहिछि 6, भाग्य रंग रहुछि जहा कि नील रंग, एवं ग्रह माने आपणकू आज 35% साथ दौछंती। एबे चलंतु जानिबा मीन राशि व्यक्तिंक विषय। मीन राशि व्यक्ति आज आपणकर शत्रु विरोधी अधिक देखा देई पारे। तेणु मीन राशि व्यक्ति टिके सावधान रुहंतु, कारण आपणकर आज घात चंद्र भी युक्त रहुछि। आज दूर यात्रा करुथिले विफलता सामना करबाकू पड़िबो, छोट मोट किछि समस्या उपजी पारे। तेणु यह प्रति निश्चित सावधान रहिले आपणक पय भलो हेबो। आज मीन राशि व्यक्ति अर्थजनित कारोबार रे आपण आशा अनुसार सफलता पाई पारंती नाही। तत्सहित आज जमी कारोबार रे आपणकू अनेक प्रकार समस्या उपजी पारे। तेणु यह प्रति सावधान रहिबार आवश्यकता रहिछि। आज निजर घरोई समस्या पय आपण अधिक चिंतित रहि पारंती मीन राशि व्यक्ति। आज मीन राशि व्यक्ति आपणकर पितामाता पय आपण अधिक कष्ट भोगी पारंती, जहा आपणक पय चिंतार आउ एक कारण होई पारे बा मानसिक स्थिति आपणकर अस्थिरता आडकू अग्रगति करि पारे। आज मीन राशि व्यक्ति अधिक चिड़चिड़ापन देखा देई पारे बा मानसिक स्थिति अस्थिरता आडकू अग्रगति करि पारे। तेणु यह प्रति निश्चित सावधान रुहंतु। आज मीन राशि व्यक्तिंकर भाग्य संख्या रहिछि 7, भाग्य रंग रहुछि जहा कि हालुका हलदिया रंग व्यवहार करि परिबे, एवं ग्रह माने आपनकू आज जहा कि 50% साथ दौछंती। ओम विष्णवे नमः। नमस्कार।